दशम श्रेणी मातृभाषा कालांशरे समस्तंकु स्वागत। आज आम मंगले ओइला उषा पद्य विभागर मंगले ओइला उषा पद्यटी पढ़िबा। एही विषयर प्रथम वीडियो रे आमे माने कवि परिचय प्रसंग उपस्थापना सहित पद्यटीर आवृत्ति करिथिले। एही वीडियो रे पद्यटी को आमे बुझिबा देखिबा। राग चोखी। मंगले ओइला उषा बिकचरा जीव दृशा जानकी दर्शन तृषा हृदय वही कर पल्लवे निहार पत्र मुक्ता धरी उपहार सतींक वासवाहार प्रांगणे रही कल कंठ कंठे कहिला दर्शन दिया सती राति पाहिला। एक मंगलमय मुहूर्त रे उषा आसीछि। आमर कौन ना मु तुमको कहिछि ना आमर माता सीता निर्वासिता माता सीता वाल्मीकि आश्रम रे अछंती। से वाल्मीकि आश्रमर प्रथम प्रभात प्रथम उषा प्रथम सकाळ कहार माता सीतांकर एवं एक मंगलमय मुहूर्त रे उषा देवी आसीछंती। एक मंगलमय मुहूर्त रे उषा देवी आसीछंती। एठारे कवि गंगाधर मेहेर माने प्रकृति को मानव चरित्र भली उपस्थापना करिछंती। अर्थात उषा बा प्रभात को एक मानवीय चरित्र भाव रे एठारे ग्रहण करा जाइछि। एक मंगलमय मुहूर्त रे उषा देवी आसीछंती। से किपरि देखा जाउछंती? बिकच राजीव दृशा। बिकच राजीव दृशा अर्थात प्रस्फुटित पद्म फूल सदृश देखा जाउछंती। के उषा देवी। उषा देवी देखा जाउछंती प्रस्फुटित पद्म सदृश। बिकच बिकच अर्थ प्रस्फुटित, राजीव अर्थ पद्म फूल। बिकच राजीव तृषा जानकी दर्शन तृषा हृदय बही। कौ प्रकार तृषा को हृदय रे धारण करी माता उषा आसीछंती। जानकी दर्शन रूपक तृषा अर्थात जानकी जनक राजांकर कन्या माता सीता को जानकी बोली कहा जाए। से जानकी दर्शन रूपक तृष्णा को शोष को हृदय रे धारण करी उषा देवी आसीछंती। से देखा जाउछंती प्रस्फुटित पद्म फूल सदृश। अच्छा, जन को देखा को आसीथिले आमे किछि उपहार मध्य धरिकी आसी थाउ। एठारे उषा देवी कौन उपहार धरिकी आसीछंती? काहाकू ना माता सीता को दर्शन करिबा पाई। कर पल्लवे निहार मुक्ता धरी उपहार। कर पल्लवे कर अर्थ हस्त, पल्लवे पल्लवे माने पत्र कौलिया पत्र अर्थात उषांकर हाथ काहाकू कहा जाउची ना कौल पत्र को कोमल पत्र को। कोमल पत्र रूपक हाथ रे निहार रूपक मुक्ता धरी। निहार रूपक मुक्ता को धरिकी अर्थात निहार रूपक मुक्ता को उपहार सदृश धारण करिकी उषा देवी आसीछंती। निहार अर्थ शिशिर। से कौन करिछंती ना आसिकी केउठारे अछंती?
ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି। ସତୀ ବୋଇଲେ ସୀତା, ମାତା ସୀତାଙ୍କର ବାସ ବାହାର ପ୍ରାଙ୍ଗଣରେ। ମାତା ସୀତା ଯେଉଁଠାରେ ବାସ କରିଛନ୍ତି, ଯେଉଁଠାରେ ଶୟନ କରିଛନ୍ତି, ସେଇ ତାର ବାହାର ପ୍ରାଙ୍ଗଣ ଅର୍ଥ ଅଗଣା, ଅଗଣାରେ ରହି କ'ଣ କହିଛନ୍ତି ନା କଳକଣ୍ଠ କଣ୍ଠେ କହିଲା, ଦର୍ଶନ ଦିଅ ସତୀ ରାତି ପାହିଲା। କଳକଣ୍ଠ, କଳକଣ୍ଠ ଅର୍ଥ କୋଇଲି, କଳକଣ୍ଠ ଅର୍ଥ କୋଇଲି, କୋଇଲିର କଣ୍ଠରେ କହିଛନ୍ତି। କ'ଣ କହିଛନ୍ତି ନା ଦର୍ଶନ ଦିଅ ସତୀ ରାତି ପାହିଲା। ହେ ସତୀ ଦର୍ଶନ ଦିଅ, ରାତି ପାହିଯାଇଛି। ଦ୍ୱିତୀୟ ପଦଟିକୁ ଆମେ ଦେଖିବା। ଅରୁଣ କଷାୟ ବାସ କୁସୁମ କାନ୍ତି ବିକାଶ, ପ୍ରଶାନ୍ତ ରୂପ ବିଶ୍ୱାସ ଦିଅନ୍ତି ମନେ। କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱାସୀ, ଡାକୁଛନ୍ତି ଦୁଃଖ ରାଶି ଉପଶମନେ, ଦେବା ପାଇଁ ନବ ଜୀବନ। ସ୍ୱର୍ଗକୁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ। ଉଷା ଦେବୀ ଆସିଛନ୍ତି ବିକଚ ରାଜୀବ ଦୃଶା ପ୍ରସ୍ଫୁଟିତ ପଦ୍ମ ଫୁଲ ସଦୃଶ ଦୃଶା, ନୀହାର ରୂପକ ମୁକ୍ତାକୁ ପଲ୍ଲବ ରୂପକ ହସ୍ତରେ ଧାରଣ କରି ସେ ଆସିଛନ୍ତି ଏବଂ ସତୀଙ୍କ ବାସ ବାହାରେ ରହି ଦର୍ଶନ ଦେବାକୁ ମାତା ସୀତାଙ୍କୁ କୋକିଳ କଣ୍ଠରେ ଡାକିଛନ୍ତି। ତାଙ୍କର ବସ୍ତ୍ର କ'ଣ, କ'ଣ ସିଏ ପିନ୍ଧିଛନ୍ତି? ଅରୁଣ କଷାୟ ବାସ। ଅରୁଣ କଷାୟ ବାସ ଅର୍ଥ ଲାଲ ରଙ୍ଗର ପାଟ ବସ୍ତ୍ର। ଅରୁଣ କଷାୟ ବାସ, ନାଲି ରଙ୍ଗର ପାଟ ବସ୍ତ୍ର ସିଏ ପିନ୍ଧିଛନ୍ତି। ଏଠାରେ ନାଲି ରଙ୍ଗର ପାଟ ବସ୍ତ୍ର ବୋଲି କାହିଁକି କୁହାଗଲା ନା ଉଦିତ ସୂର୍ଯ୍ୟ ଯେତେବେଳେ ଉଦିତ ହୋଇଛନ୍ତି, ତାଙ୍କର ନାଲି କିରଣ ଚାରିଆଡ଼େ ବିଚ୍ଛୁରିତ ହୋଇଯାଇଛି। ସତେ ଯେପରି ସେହି ସୂର୍ଯ୍ୟଙ୍କର ନାଲି କିରଣ, ବିଚ୍ଛୁରିତ କିରଣକୁ ଏଠାରେ କବି କହିଛନ୍ତି କ'ଣ ନା ଉଷା ଦେବୀ ଲାଲ ରଙ୍ଗର ପାଟବସ୍ତ୍ର ଧାରଣ କରି ପାଟବସ୍ତ୍ର ପିନ୍ଧି ଆସିଛନ୍ତି। ତାଙ୍କର କୁସୁମ କାନ୍ତି ବିକାଶ, ତାଙ୍କର କାନ୍ତି, ତାଙ୍କର ରଙ୍ଗ କେମିତି ନା କୁସୁମ କାନ୍ତି, ବିକାଶ ବିସ୍ତାର ଲାଭ କରିଛି। କାନ୍ତି ଅର୍ଥ ଶୋଭା, ଅର୍ଥ ଦୀପ୍ତି। କୁସୁମ ପୁଷ୍ପ ସଦୃଶ ଶୋଭା ବା ଦୀପ୍ତି, ବିକାଶ ଲାଭ କରିଛି ଅର୍ଥାତ୍ ବିସ୍ତାର କରିଛି। ଅରୁଣ କଷାୟ ବାସ ସେ ପିନ୍ଧିଛନ୍ତି, ନାଲି ରଙ୍ଗର ପାଟବସ୍ତ୍ର ପିନ୍ଧିଛନ୍ତି। କୁସୁମ କାନ୍ତି ବିକାଶ ଅର୍ଥାତ୍ କୁସୁମ ଅର୍ଥ ପୁଷ୍ପ, ପୁଷ୍ପର କାନ୍ତି ଅର୍ଥ ଶୋଭା, ଶୋଭା ପ୍ରସ୍ଫୁଟିତ ହୋଇଛି, ବିକଶିତ ହୋଇଛି, ବିସ୍ତାର ଲାଭ କରିଛି। ପ୍ରଶାନ୍ତ ରୂପ, ତାଙ୍କର ରୂପ ପ୍ରଶାନ୍ତ, ଅତି ଶାନ୍ତ। ପ୍ରଶାନ୍ତ, ପ୍ରଶାନ୍ତ ଅର୍ଥ ଅତି ଶାନ୍ତ। ପ୍ରଶାନ୍ତ ରୂପ, ଅତି ଶାନ୍ତ ରୂପକୁ ଦେଖିଲେ କ'ଣ ହୁଏ ନା ବିଶ୍ୱାସ ଦିଅନ୍ତି, ମାନେ ମନ ଭିତରେ ଏକ ବିଶ୍ୱାସ ଜନ୍ମେ, ଏକ ବିଶ୍ୱାସ ଜାଗରିତ ହୁଏ, ବିଶ୍ୱାସ ଭାବ ଜାଗରିତ ହୁଏ। କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱାସୀ, ଡାକୁଛନ୍ତି ଦୁଃଖ ରାଶି ଉପଶମନେ। ଏଠାରେ କ'ଣ ହେଇଛି ନା କବି ଉଷା ଦେବୀଙ୍କୁ ଯୋଗେଶ୍ୱରୀ ବୋଲି କହିଛନ୍ତି। କେଉଁ ଯୋଗେଶ୍ୱରୀ? ଯୋଗେଶ୍ୱରୀ ମାନେ ଦେଖ ଯୋଗ ପ୍ଲସ୍ ଈଶ୍ୱରୀ, ଯୋଗେଶ୍ୱରୀ ଅର୍ଥାତ୍ ମାତା ଦୁର୍ଗା।
ମାତା ଦୁର୍ଗାଙ୍କୁ ଯୋଗେଶ୍ୱରୀ ବୋଲି କୁହାଯାଏ। କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱାସୀ। ସତେ ଯେପରି କେଉଁ ଯୋଗେଶ୍ୱରୀ ଆସିଛନ୍ତି ଏବଂ ମଧୁର ଭାଷାରେ ଆଶ୍ୱାସନା ଦେଉଛନ୍ତି। କ'ଣ ପାଇଁ ନା ଦୁଃଖ ରାଶି ଉପଶମନେ। ଦୁଃଖ ରାଶି ଯେଉଁ ନିର୍ବାସିତ ଦୁଃଖ ଉପସ ମାନେ ଲାଘବ କରିବା ପାଇଁ ସୀତାଙ୍କର ଯେଉଁ ସୀତାଙ୍କୁ ରାମଚନ୍ଦ୍ର ନିର୍ବାସନ ଦେଇଛନ୍ତି ସେହି ନିର୍ବାସନ ଦଣ୍ଡକୁ ସେହି ନିର୍ବାସନ ଦୁଃଖ ରାଶିକୁ ଉପସ କରିବା ପାଇଁ ଅର୍ଥାତ୍ ଉପସ ବୋଇଲେ ଲାଘବ କରିବା ପାଇଁ ସତେ ଯେପରି କ'ଣ ହେଇଛି ନା ଡାକୁଛନ୍ତି ଦୁଃଖ ରାଶି ଉପଶମନେ। ମଧୁର ଭାଷାରେ ଆଶ୍ୱାସନା ଦେଇ ଦୁଃଖ ରାଶିକୁ ଲାଘବ କରିବା ପାଇଁ ଡାକୁଛନ୍ତି। କିଏ ନା ସେହି ଯୋଗେଶ୍ୱରୀ ଉଷା ଦେବୀ। ଏଠାରେ ଯୋଗେଶ୍ୱରୀ ବୋଇଲେ କାହାକୁ କୁହାଯାଇଛି ନା ଉଷା ଦେବୀଙ୍କୁ କୁହାଯାଇଛି। ସତେ ଯେପରି ସ୍ୱର୍ଗରୁ ସେ କ'ଣ କରିଛନ୍ତି ନା ନବଜୀବନ ଦେବା ପାଇଁ ମାତା ସୀତାଙ୍କୁ ମର୍ତ୍ତ୍ୟଧାମକୁ ଓହ୍ଲାଇ ଆସିଛନ୍ତି। ଦେବା ପାଇଁ ନବଜୀବନ ସ୍ୱର୍ଗକୁ ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ। ସୀତାଙ୍କୁ ନବଜୀବନ ଦେବା ପାଇଁ ସ୍ୱର୍ଗରୁ ମର୍ତ୍ତ୍ୟ ଭୁବନକୁ ପୃଥିବୀ ପୃଷ୍ଠକୁ କିଏ ନା ଯୋଗେଶ୍ୱରୀ ଉଷା ଓହ୍ଲାଇ ଆସିଛନ୍ତି। ତାପରେ କ'ଣ ହେଇଛି ଦେଖ ନା ସୀତାଙ୍କ ମନରୁ ଦୁଃଖ ରାଶିକୁ ଲାଘବ କରିବା ପାଇଁ ଏବଂ ଯେହେତୁ ମାତା ସୀତା ଅଯୋଧ୍ୟାର ରାଜରାଣୀ ଏଠାରେ କେଉଁଠି ନା ବାଲ୍ମୀକି ଋଷିଙ୍କ ଆଶ୍ରମରେ ଯେପରି ଅଯୋଧ୍ୟାରେ ମାତା ସୀତା ଯେତେବେଳେ ପ୍ରଭାତ ସମୟ ହୁଏ ସେ ଏକ ରାଜକୀୟ ଠାଣିରେ ପ୍ରଭାତ ହୁଏ। ଭାଟ ଗୀତ ଗାଏ, ବୀଣା ବାଦକ ବୀଣା ବାଦନ କରୁଥାନ୍ତି, ନର୍ତ୍ତକୀ ନର୍ତ୍ତନ କରୁଥାଏ। ସେହିଭଳି ଏକ ରାଜକୀୟ ସମ୍ଭାଷଣା ଜଣାଇବା ପାଇଁ ଉଷା ମଧ୍ୟ ତତ୍ପର ହୋଇ ଉଠିଛି। ଆମେ ଦେଖିବା ତୃତୀୟ ପାଦରେ ସମୀର ସଙ୍ଗୀତ ଗାଏ ଭ୍ରମର ବୀଣା ବଜାଏ ସୁରଭି ନର୍ତ୍ତନେ ଥାଏ ଉଷା ନିର୍ଦ୍ଦେଶେ କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବ ପାଠ କଳିଙ୍ଗ ଇଲା ପାଟ ମାଗଧ ବେଶେ ଲଳିତ ମଧୁରେ କହିଲା ଉଠ ସତୀ ରାଜ୍ୟ ରାଣୀ ରାତି ପାହିଲା। ଏଠି କ'ଣ ହେଇଛି ନା ସମୀର ସଙ୍ଗୀତ ଗାଏ ମାତା ସୀତାଙ୍କୁ ଦୁଃଖ ଲାଘବ କରିବା ପାଇଁ ପ୍ରକୃତି ହୋଇ ଉଠିଛି ତତ୍ପର। ବାଲ୍ମୀକିଙ୍କ ଆଶ୍ରମରେ ପ୍ରଥମ ପ୍ରଭାତ ମାତା ସୀତାଙ୍କର ତପସ୍ୱିନୀ ଜୀବନର ଅୟମାରମ୍ଭ। ତେଣୁ ତାଙ୍କୁ ସମ୍ଭାଷଣା ଜଣାଇବା ପାଇଁ ପ୍ରକୃତି ଉଷା ନିର୍ଦ୍ଦେଶରେ ପ୍ରକୃତି ହୋଇ ଉଠିଛି ତତ୍ପର। ଏଠାରେ କ'ଣ ହେଇଛି ନା ସମୀର ସଙ୍ଗୀତ ଗାଏ। ସମୀର ଅର୍ଥ ପବନ। ପବନ କ'ଣ କରିଛି ନା ସଙ୍ଗୀତ ଗାନ କରିଛି। ସମୀର ସଙ୍ଗୀତ ଗାଏ ଭ୍ରମର ବୀଣା ବଜାଏ। ଭ୍ରମର ଏଠି ବୀଣା ବାଦନ କରିଛି। ଭ୍ରମର ଭ୍ରର ବୀଣା ବାଦନ କରିଛି। ଭ୍ରମର ବୀଣା ବଜାଏ ସୁରଭି ନର୍ତ୍ତନେ ଥାଏ ଉଷା ନିର୍ଦ୍ଦେଶେ। ସୁରଭି ଅର୍ଥ ବସନ୍ତ କାଳ। ସୁରଭି ଅର୍ଥ ସୁଗନ୍ଧଯୁକ୍ତ। ଏଠାରେ ସୁରଭି କ'ଣ କରିଛି ନର୍ତ୍ତନ କରିଛି କା ନିର୍ଦ୍ଦେଶରେ ନା ଉଷାର ନିର୍ଦ୍ଦେଶରେ। ଉଷା ନିର୍ଦ୍ଦେଶରେ ସୁରଭି ନର୍ତ୍ତନ କରିଛି।
आउ कौन है ना कुंभाटुआ होई भाट देख आमर कुंभाटुआ पक्षी यही देख यहाँ है आमर कुंभाटुआ पक्षी यही कुंभाटुआ कौन है ना भाट होइछि देख ना कुंभाटुआ होई भाट भाट अर्थ जो माने स्तव पाठ करती ताकू आमे कौन कहती ना भाट स्तुति पाठक भाट शब्दर अर्थ स्तुति पाठक जो माने स्तुति करती कुंभाटुआ होई भाट एठारे कुंभाटुआ पक्षी देखिल कुंभाटुआ कौन करिछि ना भाट होइछि भाट होई से कौन करिछि आरंभिला स्तव पाठ कुंभाटुआ भाट होई स्तव पाठ आरंभ करिछि स्तव बोइले स्तुति अर्थात गुण कीर्तन सीतांकर गुण कीर्तन करिछि कुंभाटुआ होई भाट आरंभिला स्तव पाठ स्तव बोइले गुण कीर्तन बा स्तुति करिछि कुंभाटुआ आउ कौन है कलिंग ओइला पाट मागध बेसे कलिंग कलिंग बोइले तमर कजलपाती पक्षी तमर कौन ना कजलपाती पक्षी देख कलिंग कलिंग ओइला पाट मागध बेसे पाट मागध अर्थ श्रेष्ठ भाट पाट मागध अर्थ श्रेष्ठ भाट रूपरे किए आसीची ना कलिंग कलिंग बोइले कजलपाती पक्षी कलिंग ओइला पाट मागध बेसे कजलपाती पक्षी श्रेष्ठ भाट बेसरे आसी कौन कहिछि ना ललित मधुरे कहिला ललित मधुर स्वरे कहिला ललित मधुरे कहिला उठ सती राज्य राणी राति पाहिला कौन कहिछि ना उठ सती राज्य राणी राति पाहिला हे सती राज्य राणी राति पाहि जाइछि वर्तमान आपण उठंतु अर्थात उषा एठारे चेष्टा करिछि एक राजकीय आडंबर सहकारे सीतांकर निद्रा भंग करिबा पाई जेहेतु सीता जड़े राजराणी तांकु मध्य सेई भली भाबरे संभाषणा दरकार सेई भली आडंबरपूर्ण भाबरे तांकर निद्रा भंग होबा दरकार तापरे देख कौन है ना चतुर्थ पाद मुनि मुख वेद स्वन पूर्ण कला श्याम वन उठिला भेदी गगन उच्च ओंकार वैकुंठे देई त्रुपति अनंत श्रुति की गति बिहिला की सरस्वती वीणा झंकार बेळु बेळवन उज्जल मंत्र बळे जेन्हे बढी आसिला बळ एई उषा समय रे कौन है ना मुनि मुख वेद स्वन पूर्ण कला श्याम वन मुनि ऋषि मानक मुखर वेदध्वनि जते बेले सप्रभात समय रे मुनि ऋषि माने आश्रम रे वेद पाठ करिछंती सेई मुनि मुख वेदस्वन पूर्ण कला श्याम वर्ण मुनि मुखरु निश्रुत वेदध्वनि सबुज वनानी को परिपूर्ण करिछि पूर्ण कला श्याम वन सबुज वन श्याम वन सबुज वनानी को पूर्ण करिछि उठिला भेदी गगन उच्च ओंकार ओंकार ओम जहाँ को कि आमे प्रणव कहती ब्रह्मनाद कहती से ओम ध्वनि गगन को भेद करिकी उठिला भेदी गगन उच्च ओंकार गगन को भेद करी उच्च ओंकार उठिची एवं कौठी कौठी को से ओंकार शब्द जाइछि देख
ବୈକୁଣ୍ଠେ ଦେଇ ତୃପତି ବୈକୁଣ୍ଠ ପ୍ରଭୁ ବିଷ୍ଣୁଙ୍କର ଧାମ ବୈକୁଣ୍ଠ ବୈକୁଣ୍ଠେ ଦେଇ ତୃପତି ଅନନ୍ତ ଶ୍ରୁତି କି ଗତି ଅନନ୍ତ ନାଗର କର୍ଣ୍ଣକୁ ମଧ୍ୟ ସେ ଭେଦ କରିଛି। ବୈକୁଣ୍ଠକୁ ଯାଇ ଅନନ୍ତ ନାଗର ଶ୍ରୁତିକୁ ମଧ୍ୟ ସେ ଭେଦ କରିଛି। ସତେ ଯେପରି କ'ଣ ହେଇଛି ନା ବିହିଲା କି ସରସ୍ୱତୀ ବୀଣା ଝଙ୍କାର ସତେ ଯେପରି ମାତା ସରସ୍ୱତୀ ବୀଣା ଝଙ୍କାର ବୀଣାନାଦ କରିଛନ୍ତି। ବେଳୁ ବେଳ ବନ ଉଜ୍ଜଳ ମନ୍ତ୍ର ବଳେ ଯେହ୍ନେ ବଢ଼ି ଆସିଲା ବଳ। ବେଳୁ ବେଳ ସମୟକୁ ସମୟ କ'ଣ ହୋଇଛି ବଣ ବା ଜଙ୍ଗଲ କ'ଣ ହେଇଛି ନା ଉଜ୍ଜଳ ଦେଖା ହେଇଛି। ଯେଉଁ କ'ଣ ହେଇଛି ନା ସକାଳ ଧୀରେ ଧୀରେ ବଢ଼ିଛି, ଦିନ ଧୀରେ ଧୀରେ ବଢ଼ିବାକୁ ଲାଗିଛି, ବନାନୀ ମଧ୍ୟ ଉଜ୍ଜଳ ଦେଖାଯାଇଛି। ମନ୍ତ୍ର ବଳେ ସତେ ଯେପରି ସେଇ ବଣର ବଳ ଶକ୍ତି ବଢ଼ିଯାଉଛି। ଏହି ସମୟରେ କ'ଣ ହେଇଛି ନା ବାଲ୍ମୀକି ଋଷିଙ୍କ ଆଶ୍ରମରେ ମାତା ସୀତା ଯେଉଁ ଅଛନ୍ତି ସେହି ସମୟରେ କ'ଣ ହେଇଛି ନା ଏକାଳେ ବ୍ରହ୍ମଚାରିଣୀ ଅନୁକମ୍ପା ତପସ୍ୱିନୀ ଆସି ଜନକ ନନ୍ଦିନୀ ପାଶେ ଗମ୍ଭୀରେ ବୋଇଲେ ଉଠ ବୈଦେହୀ ଉଷାସୁକୁ ମାର ଦେହି ଆସିଛି ଦର୍ଶନ ଦେଇ ତୋଷ ବିଧିରେ ତମସା ରହିଛି ଅନାଇଁ କୋଳ କରି ଥରେ ସୁଖ ଲଭିବା ପାଇଁ। ଏହି ସମୟରେ କ'ଣ ହେଇଛି ନା ବ୍ରହ୍ମଚାରିଣୀ ତପସ୍ୱିନୀ ଅନୁକମ୍ପା ବାଲ୍ମୀକି ଋଷିଙ୍କ ଆଶ୍ରମରେ ଥିବା ବୃଦ୍ଧା ତପସ୍ୱିନୀ ବ୍ରହ୍ମଚାରିଣୀ ତପସ୍ୱିନୀ ଅନୁକମ୍ପା ଆସିଛନ୍ତି କେଉଁଠି ନା ମାତା ସୀତାଙ୍କ ପାଶକୁ ଆସି ଜନକ ନନ୍ଦିନୀ ଜନକ ଋଷିଙ୍କର କନ୍ୟା ଜନକ ଋଷିଙ୍କର କନ୍ୟା କିଏ ମାତା ସୀତା। ମାତା ସୀତାଙ୍କ ପାଶକୁ ଆସି ଗମ୍ଭୀର ସ୍ୱରରେ କହିଛନ୍ତି। କ'ଣ କହିଛନ୍ତି? ଉଠ ବୈଦେହୀ। ସୀତାଙ୍କର ଅନ୍ୟ ନାମ ବୈଦେହୀ। ବିଦେହ ରାଜର କନ୍ୟା ହୋଇଥିବାରୁ ବିଦେହ ରାଜ୍ୟର ରାଜକନ୍ୟା ହୋଇଥିବାରୁ ସୀତାଙ୍କୁ ମଧ୍ୟ କୁହାଯାଏ ବୈଦେହୀ। କ'ଣ କହିଛନ୍ତି? ଉଠ ବୈଦେହୀ। ହେ ବୈଦେହୀ ତମେ ଉଠିପଡ଼। କ'ଣ ପାଇଁ ନା ଉଷା ସୁକୁମାର ଦେହି ଆସିଛି। ସୁକୁମାର ଦେହି ଉଷା ସୁକୁମାର ଦେଇ ପ୍ରଭାତ ସମୟ ଆସିଛି। ଦର୍ଶନ ଦେଇ ତୋଷ ବିଧିରେ ବିଧି ଅର୍ଥ ନିୟମ ଅନୁସାରେ ଉଷାକୁ ଦର୍ଶନ ଦେଇ ତୋଷ କର ସନ୍ତୁଷ୍ଟ କର। ଉଷା ସୁକୁମାର ଦେହି ଆସିଛି, ତମେ ତାକୁ ବିଧି ଅନୁସାରେ ନିୟମ ଅନୁସାରେ ଦର୍ଶନ ଦେଇ ସନ୍ତୁଷ୍ଟ କର। ଆଉ କ'ଣ କର ନା ତମସା ରହିଛି ଅନାଇ। ତମସା ବାଲ୍ମୀକି ଋଷିଙ୍କ ଆଶ୍ରମ ନିକଟରେ ପ୍ରବାହିତ ନଦୀ। ତମସା ବାଲ୍ମୀକି ଋଷିଙ୍କ ଆଶ୍ରମ ନିକଟରେ ପ୍ରବାହିତ। ଦେଖିବା ଋଷି ବାଲ୍ମୀକି ଋଷିଙ୍କର ଆଶ୍ରମ ଦେଖିବା। ବାଲ୍ମୀକି ଋଷିଙ୍କର ଆଶ୍ରମ ଏବଂ ବାଲ୍ମୀକି ଋଷିଙ୍କର ଆଶ୍ରମ ନିକଟରେ ପ୍ରବାହିତ ତମସା ନଦୀ। ଦେଖିଦେବେ ଏହି ତମସା ନଦୀ କ'ଣ କରିଛି ନା ରହିଛି ଅନାଇ। ଅନୁକମ୍ପା ତପସ୍ୱିନୀ ବୃଦ୍ଧା
ତପସ୍ୱିନୀ ଅନୁକମ୍ପା ମାତା ସୀତାଙ୍କୁ କହୁଛନ୍ତି କ'ଣ ନା ତମସା ରହିଛି ଅନାଇ। ତମସା ବାଲ୍ମୀକି ଋଷିଙ୍କ ନିକଟରେ ବାଲ୍ମୀକି ଋଷିଙ୍କ ଆଶ୍ରମ ନିକଟରେ ପ୍ରବାହିତ କ୍ଷୁଦ୍ର ନଦୀ ତମସା। ତମସା ରହିଛି ଅନାଇ। ତମସା ନଦୀ ଅନାଇ ରହିଛି। କ'ଣ ପାଇଁ ଅନାଇ ରହିଛି? କୋଳ କରି ଥରେ ସୁଖ ଲଭିବା ପାଇଁ। ତମକୁ କୋଳରେ ଧାରଣ କରିକି ଥରେ ସୁଖ ଲାଭ କରିବା ପାଇଁ ସେ ଅନାଇକି ରହିଛି। ମାତା ସୀତାଙ୍କୁ ଅନୁକମ୍ପା ଆସି କହିଛନ୍ତି। ବର୍ତ୍ତମାନ ଆଜି ଆମେ ଏତି ପାଠ କବିତାରେ 5ଟି ପାଦ ପର୍ଯ୍ୟନ୍ତ ଆମେ ପଢ଼ିବା। ପ୍ରଥମେ କ'ଣ ନା ବିଷୟଟିକୁ ଭିଡ଼ିଓଟିକୁ ଭଲ ଭାବରେ ଦେଖିବ। ବିଷୟଟିକୁ 2 ଥର ପଢ଼ିବ। ଏହା ଭିତରେ ବି ଯଦି କିଛି ବୁଝି ନ ପାରିଲ ମୋତେ ଜଣାଇବ। ଧନ୍ୟବାଦ।